ଶୀତ ସକାଳର ସମୟର ବ୍ୟସ୍ତତା ଭିତରେ ମାତ୍ର 5 ମିନିଟରେ ପିଲାମାନଙ୍କ ପାଇଁ ଟିଫିନରେ ପ୍ରସ୍ତୁତ କରନ୍ତୁ ତୁଳା ପରିକା ନରମ ଆଉ କଅଁଳିଆ ଜଳଖିଆଟି। ସେ ପୁଣି ମାତ୍ର 2ଟି ସାମଗ୍ରୀରେ। ତ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା। ନମସ୍କାର, ମୁଁ ପୂଜା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ କୁକିଂ ୱିଥ୍ ପୂଜାରେ। ଜଳଖିଆ ପ୍ରସ୍ତୁତ ଲାଗି ଆମେ ପ୍ରଥମେ କିଛି ପାଚିଲା କଦଳୀକୁ ବ୍ୟବହାର କରିବା। ଆପଣ ଏଠି ଯେକୌଣସି ବି ପାଚିଲା କଦଳୀକୁ ବ୍ୟବହାର କରିପାରିବେ। ପ୍ରାୟତଃ ପିଲାଙ୍କୁ କଦଳୀ ଖାଇଲେ ଥଣ୍ଡା ହୋଇଥାଏ କିମ୍ବା ପ୍ରାୟ ପିଲାଙ୍କୁ ତ କଦଳୀ ଖାଇବା ପସନ୍ଦ ବି ନୁହେଁ। ତ ଏଇଭଳି ଭାବରେ କଦଳୀକୁ ପ୍ରସ୍ତୁତ କଲେ ନାହିଁ ପିଲାମାନେ କେବେ ଜାଣିପାରିବେ ଏଇଟା କଦଳୀରୁ ପ୍ରସ୍ତୁତ ହେଇଛି, ନାହିଁ ତାଙ୍କୁ ଥଣ୍ଡା ହେବାର ଡର ରହିବ। ଏବେ ଏଠି ମୁଁ 2ଟି କଦଳୀ ବ୍ୟବହାର କରିଛି। ଆପଣ କ୍ୱାଣ୍ଟିଟି ଦେଖିକିନା କଦଳୀକୁ ବ୍ୟବହାର କରିବେ। ତାପରେ କଦଳୀକୁ ଟିକେ ପିନ୍ ବାଲା ସ୍ପୁନରେ ଟିକେ ଭଲ ଭାବରେ ମିକ୍ସ କରିନେବା। ଆଉ ହଁ, ଆପଣ ଯଦି ଏଠି ଚାହିଁବେ ତାହେଲେ କଦଳୀକି ମିକ୍ସିଂ ଜାରରେ ବି ପୁରା ମିକ୍ସ କରିପାରିବେ। ଯେହେତୁ ମୁଁ ଏଠି କମ୍ ପରିମାଣରେ କଦଳୀକୁ ବ୍ୟବହାର କରିଛି ତ ସେଥିପାଇଁ କି ମୋ ହାତରେ ୟାକୁ ଭଲ ଭାବରେ ପୁରା ମିକ୍ସ କରିନେଲି ଆଉ ଗୋଟେ ସ୍ମୁଥ୍ ବ୍ୟାଟରଟା ପୁରା ରେଡ଼ି କରିନେଲି। ଆପଣମାନଙ୍କୁ ମୁଁ ଯେମିତି ଦେଖାଉଛି ଦେଖନ୍ତୁ, ପୁରା ଏଇଭଳି ଭାବରେ କଦଳୀକୁ ପୁରା ମିକ୍ସ କରିନେବେ। ତାପରେ 100 ଗ୍ରାମର ମଇଦାକୁ ବ୍ୟବହାର କରିବା। ଆପଣ ଯଦି ଚାହିଁବେ ମଇଦା ବଦଳରେ ଅଟାର ମଧ୍ୟ ବି ବ୍ୟବହାର କରିପାରିବେ, ଯାହାକି ପୁରା ହେଲ୍ଦି ରହିବ। ତ ମୁଁ ଏଠି 100 ଗ୍ରାମର ମଇଦା ବ୍ୟବହାର କରିଛି 2ଟି କଦଳୀ ପାଇଁ। ତାପରେ ଏଇ ମିଠା ପାଇଁକି ମୁଁ କିଛି ଚିନି ବ୍ୟବହାର କରିଛି। ଆପଣ ଯଦି ଚାହିଁବେ ତାହେଲେ ଏଠି ବିଲକୁଲ ବି ଚିନି ବ୍ୟବହାର କରିବେନି, କାହିଁକି ନା କଦଳୀରେ ଅଲରେଡ଼ି ନ୍ୟାଚୁରାଲ ସୁଗାର ଆଭେଲେବଲ୍ ଥାଏ। ତ ସେଥିପାଇଁ କି ଚିନି ନ ପକେଇଲେ ବି ଚଳିବ। ତାପରେ ସ୍ୱାଦ ପାଇଁକି କିଛି ଲୁଣ, ତାପରେ କିଛି ପାନମହୁରି ଯାହା ପିଲାମାନଙ୍କର ହଜମ ଶକ୍ତି ବଢ଼େଇଥାଏ। ତାପରେ କିଛି ଫ୍ଲେଭର ପାଇଁକି ପୁରା ଗାଈ ଘିଅ ନେଇଯିବା। ଆପଣ ଚାହିଁଲେ ଏଠି ସ୍କିପ୍ ମଧ୍ୟ ବି କରିପାରିବେ ଗାଈ ଘିଅକୁ। ଏବେ ଏଥିରେ 1 କପ୍ ପାଣି ଦେଇଦେବା ମିକ୍ସ ହେବା ପାଇଁକି। ଆପଣ ଯଦି ଚାହିଁବେ ପାଣି ବଦଳରେ କ୍ଷୀର ମଧ୍ୟ ବି ବ୍ୟବହାର କରିପାରିବେ। ଏବେ ଏସବୁକୁ ଭଲ ଭାବରେ ପୁରା ମିକ୍ସ କରିନେବା ପୁରା ସ୍ମୁଥ୍ ଭାବରେ। ଏଠି ଟିକେ ପାଣି କମ୍ ଆସିଲା ତ ସେଥିପାଇଁ କି ଆଉ କିଛି ପାଣି ମୁଁ ଏଠି ବ୍ୟବହାର କରୁଛି। ଏବେ ସବୁକୁ ପୁଣି ଥରେ ଭଲ ଭାବରେ ପୁରା ମିକ୍ସ କରିନେବା ଯେମିତି କିଛି ବି ମୁଣ୍ଡା ନ ରହେ। ତ ସେଥିପାଇଁ କି ପୁରା ସ୍ମୁଥ୍ ଭାବରେ ୟାକୁ ପୁରା ମିକ୍ସ କରିନେବା। ଏବେ ଦେଖିପାରୁଥିବେ ଯେଉଁଭଳି ଭାବରେ ମୁଁ ପୁରା ଥିକନେସ୍ ବନେଇଛି ସେଇଭଳି ଭାବରେ ଥିକନେସ୍ ରଖିବେ। ଏବେ ଏହାକୁ କଭର କରିକିନା 10 ମିନିଟ୍ ପାଇଁକି ରେଷ୍ଟ ହେବାକୁ ଛାଡ଼ି ନେବା, ଯେହେତୁ ବ୍ୟାଟରଟା ଟିକେ ଭଲ ଭାବରେ ଫୁଲି ଆସିବ। ତାପରେ ଗ୍ୟାସ୍ ଅନ୍ କରିକି ଗୋଟେ ପ୍ୟାନ୍ ବସେଇ ନେବା। ଏଠି ମୁଁ ରାଉଣ୍ଡ ବାଲା ସେପ୍ ଦେବା ପାଇଁକି ସେଥିପାଇଁ ମୁଁ ଏଇ ପ୍ୟାନ୍ଟା ବ୍ୟବହାର କରିଛି। ଆପଣ ଚାହିଁଲେ ତାୱାରେ ମଧ୍ୟ ବି ବନେଇ ପାରିବେ ଚିଲା ଭଳି। ଏବେ ପ୍ୟାନ୍ ଟିକେ ଗରମ ହୋଇ ଆସିଲେ ସେଥିରେ ହାଲକା ସେ ତେଲ ଦେଇ ନେବା। ଆପଣ ଯେକୌଣସି କୁକିଂ ଅଏଲ୍ ମଧ୍ୟ ବି ଏଠି ଦେଇପାରିବେ, ନାହିଁ ତ ଆପଣ ଏଠି ଘିଅ ମଧ୍ୟ ବି ବ୍ୟବହାର କରିପାରିବେ। ଏବେ ଏଥିରେ 1 ଲେଖା ଚାମଚ ସବୁ ଛାଞ୍ଚରେ ଦେଇ ନେବା। ମନେ ରଖିଦେବେ ଏହି ପ୍ୟାନକେକ୍ରେ ବ୍ୟାଟରର କ୍ୱାଣ୍ଟିଟି କମ୍ ଟିକେ ରଖିବେ, କାହିଁକି ନା ପ୍ୟାନକେକ୍ଟା ଟିକେ ଫୁଲିକିନା ଡବଲ ହୋଇଯାଇଥାଏ। ତ ସେଥିପାଇଁ କି ବ୍ୟାଟର ଦେଲା ପରେ ସର୍ବଦା ଧ୍ୟାନ ରଖୁଦେବେ। ପ୍ରତି ଗୃହିଣୀମାନେ ସକାଳର ବ୍ୟସ୍ତତା ଭିତରେ କେବେ ବି ଯଦି ଆପଣମାନଙ୍କ ପାଖରେ ସମୟର ଅଭାବ ଦେଖାଯାଇଥାଏ ତ ଏଇଭଳି ଭାବରେ ପ୍ରସ୍ତୁତ କରିପାରିବେ ପ୍ୟାନକେକ୍, ଯାହାକି ଝଟପଟ ପୁରା ବନିଯିବ ଆଉ ଖାଇବା ପାଇଁ ପୁରା ଟେଷ୍ଟି ଲାଗିଥାଏ ଆଉ ହେଲ୍ଦି ବି। ଏବେ ଏହାକୁ କଭର କରିକିନା 2 ମିନିଟ୍ ପାଇଁକି ଲୋ ଫ୍ଲେମ୍ରେ କୁକ୍ ହେବା ପାଇଁ ଛାଡ଼ି ନେବା। ଏବେ 2 ମିନିଟ୍ ହେଲା ପରେ କଭରକୁ କାଢ଼ି ନେଲା ପରେ ଦେଖିପାରୁଥିବେ ଯେତିକି ପରିମାଣର ବ୍ୟାଟର ଥିଲା ଏଠି ଫୁଲିକିନା ପୁରା ଡବଲ ହେଇଯାଇଛି ଏଇ ପ୍ୟାନକେକ୍। ଏବେ ଏହାକୁ ଲଉଟାଇ ନେବା, ମାନେ ଆରପଟ ସାଇଡ୍ ପୁଣି ଥରେ କୁକ୍ ହେବା ପାଇଁ ଛାଡ଼ି ନେବା। ଆପଣ ଯଦି ଚାହିଁବେ ତାହେଲେ 1 ପଟ ସାଇଡ୍ କୁକ୍ରେ ମଧ୍ୟ ବି ଆପଣ ଆକୁ ଖାଇପାରିବେ। ଏଠି ଆପଣମାନେ ଦେଖିପାରୁଥିବେ କେତେ ଇଜିଲି ପୁରା ଇଏ ଛାଡ଼ି ଯାଉଛି ଆଉ କେତେ ଇଜିଲି ଏଇଟା ପୁରା ବନିକିନା ରେଡ଼ି ହେଇଯାଉଛି। ପିଲାମାନଙ୍କୁ ସକାଳେ ଆପଣ ଟିଫିନରେ ଏହାକୁ ଆରାମସେ ଦେଇପାରିବେ। ଏହା ସହିତ ଆପଣ ଆଉ କିଛି ବି ନ ବନେଇଲେ ସାଥିରେ କିଛି ଫ୍ରୁଟ୍ସ ମଧ୍ୟ ବି ଦେଇକି ଟିଫିନରେ ଏହାକୁ ଆପଣ ଦେଇପାରିବେ। ଆଉ ଏବେ ଦେଖିପାରୁଥିବେ କେତେ ଇଜିଲି ଆଉ ସ୍ମୁଥଲି ଆଉ କେତେ ସଫ୍ଟ ବାଲା ପୁରା ପ୍ୟାନକେକ୍ ବନିକିନା ରେଡ଼ି ହେଇଗଲା। ଆପଣ ଚାହିଁଲେ ଏହାକୁ ବୃଦ୍ଧଠୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇପାରିବେ ଆଉ ସମସ୍ତଙ୍କ ମନ ଜିତି ପାରିବେ। ଏଇଠି ମୁଁ ଆପଣମାନଙ୍କୁ ଦେଖାଉଛି କେତେ ସ୍ମୁଥ୍ ଆଉ କେତେ ପୁରା ସ୍ପଞ୍ଜି ଭଳି ଭାବରେ ଏଇ କେକ୍ଟି ପ୍ରସ୍ତୁତ ହେଇଯାଇଛି, ଯାହାକି ଦେଖିବାକୁ ଉପରୁ ପୁରା ନରମ ଆଉ ଭିତରେ ପୁରା ଜାଲିଦାର। ଆଉ ପିଲାମାନଙ୍କୁ ଟିଫିନରେ ଏଇ ପ୍ୟାନକେକ୍ଟି ଦେଲେ ସେ ପୁରାପୁରି ଟିଫିନ ସଫା କରିକି ଆସିକି ଆପଣମାନଙ୍କୁ କହିବେ ଆଉ ଥରେ ଟିଫିନରେ ନେବା ପାଇଁ। ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ବହୁତ ପସନ୍ଦ ଆସିଥାଏ ଲାଇକ୍ ସେୟାର କରିବାକୁ ଜମା ବି ଭୁଲିବେନି ଆଉ ମୋ ଚ୍ୟାନେଲଟାକୁ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିନେବେ। ରହିଲି, ନମସ୍କାର।